ପ୍ରିୟ ବନ୍ଧୁମାନେ, ଆସନ୍ତୁ ଆଉ କିଛି ନୂଆ କଥା ଆପଣେଇବା ପାଇଁ ଶପଥ ନେବା। ଆମେ ମାନବିକତାରେ ନିଜକୁ ଯୋଡ଼ିବା। ମନରେ ପ୍ରଶ୍ନ ଆସେ, ମନୁଷ୍ୟଠାରେ ଭେଦଭାବ ସୃଷ୍ଟି ହେଲା କିପରି? ଏହା କ'ଣ ସମାଜରୁ ନା ପରିବାରରୁ? ଯେଉଁ ପରିବାରରେ ବାପା, ମା, ଭାଇ, ଭଉଣୀ ଭଳି ରକ୍ତଗତ ଆତ୍ମୀୟମାନେ ବସବାସ କରନ୍ତି, ସେଇଠାରେ ହିଁ ଏହି ଭାବନା ସୃଷ୍ଟି ହେଲା। ପରିବାର ଭିତରେ ଧନ ସମ୍ପତ୍ତିର ପ୍ରଲୋଭନରେ ପଡ଼ି ଭାଇ ଭାଇ ଭିତରେ ମତଭେଦ ସୃଷ୍ଟି ହେଉଛି ଓ ସେମାନେ ଅଲଗା ରହୁଛନ୍ତି। ଭାଇ ଭାଇ ଭିତରେ ହତ୍ୟା କରିବା ଘଟଣା ଆଜି ପ୍ରତ୍ୟହ ଶୁଣିବାକୁ ମିଳୁଛି। ମଣିଷ ଭୁଲି ଯାଉଛି ରକ୍ତ ସମ୍ପର୍କର ମାନେ କିଛି ନାହିଁ। ଦୁଇ ଭ୍ରାତା, ଦିନେ ସେମାନେ ଗୋଟିଏ ମାଆର ସ୍ତନପାନ କରିଥିଲେ, ଏ କଥା ଭୁଲି ଯାଉଛନ୍ତି। ଏସବୁ ଦେଖିଲା ଓ ଶୁଣିଲା ପରେ ଚିନ୍ତାଶୀଳ ବ୍ୟକ୍ତିଙ୍କ ହୃଦୟ ବିଦାରଣା ହେଉଛି। ମନରେ ପ୍ରଶ୍ନ ଆସୁଛି, ଏହା ହିଁ କ'ଣ ଈଶ୍ୱରଙ୍କ ନିୟମ? ସବୁ ଜୀବଙ୍କ ଭିତରେ ମନୁଷ୍ୟ ଜନ୍ମ ଅବିରଳ। ତେବେ ଏହି ମନୁଷ୍ୟ ହୃଦୟରେ ଏହି ପିଶାଚ ଭାବନା ଜାଗ୍ରତ ହେଉଛି କିପରି? ସେ ଭୁଲି ଯାଉଛି ମାନବିକତା, ସେ ଭୁଲି ଯାଉଛି ଈଶ୍ୱରଙ୍କ ନିୟମ। ତେଣୁ ପ୍ରଶ୍ନ ଉଠୁଛି, ମାନବବାଦ ଗଲା କୁଆଡ଼େ? Where is the humanity gone? ଯଦି ଆପଣଙ୍କୁ କଥାବସ୍ତୁ ଭଲ ଲାଗିଲା, ତାହେଲେ ଲାଇକ୍, ସେୟାର ଓ ସବସ୍କ୍ରାଇବ୍ କରନ୍ତୁ ଓ ନିଜକୁ ମଣିଷ ଭଳି ମଣିଷ କରିବା ପାଇଁ ଶପଥ ନିଅନ୍ତୁ। ଆସନ୍ତୁ ମୋ ସାଥିରେ କହନ୍ତୁ,